ସାଙ୍ଗମାନେ ଆଜି ମୋ ସିନ୍ଦୁରର ଅଧିକାରରେ ଦେଖନ୍ତୁ। ଆଦି ନତାଶାକୁ କୁହେ, ନତାଶା ତମେ ଏଠିକି ଆସୁଛ ବୋଲି ମୋତେ ତ ଜଣେଇ ନଥିଲ। ଜେଜେମା କୁହନ୍ତି, ତୋ ଏମ୍ପ୍ଲୟି ତତେ ନ କହିକି ଚାଲି ଆସିଛି। ହଁ, ଆସିବନି ବା କେମିତି, କାହିଁକି ନା ତୋ ବିଷୟରେ ତାକୁ ଚୁଗୁଲି କରିବାର ଥିଲା ନା। ଧନଶ୍ରୀ କୁହେ, ପିଉସୀ ନାନୀ ପ୍ଲିଜ୍, ଆଦି ତୁ ଏସବୁ କଥାବାର୍ତ୍ତା କରିବା ବନ୍ଦ କର। ଏଇଟା ତ ଅଫିସ୍ ନୁହଁ ଯେ ନତାଶା ଉପରେ ବସ୍ କିରି ଦେଖେଇବୁ। ଏଇଟା ହେଉଛି ଆମ ଘର, ଆଉ ଆମ ଘରେ ନତାଶା ତୋର ଏମ୍ପ୍ଲୟି ନୁହେଁ, ନତାଶା ହେଉଛି ତୋର ଫ୍ରେଣ୍ଡ। ଆଉ ନତାଶାକୁ ମୁଁ ଏଠିକି ଡାକିଛି। ଆଉ ଏମିତିରେ ବି ତୁ ମୋ କଲ୍ର ଆନ୍ସର ଦେଉନଥିଲୁ କି ମୋତେ କିଛି ଖବର ବି ଦେଉନଥିଲୁ। ହେଲେ ତୋ ବିଷୟରେ ମୋତେ କିଛି ଜାଣିବାକୁ ହୁଏ ତାହେଲେ ତ ନତାଶା ହିଁ ଅଛି। ଆଜି ପର୍ଯ୍ୟନ୍ତ ହେଲା ଏ ତୋର ସବୁ ଖବର ରଖିଛି, ତୋର ଭଲ ମନ୍ଦ, ହସ ଖୁସି ଏଭ୍ରିଥିଙ୍ଗ। ତୁ କ'ଣ ଖାଇଲୁ, କେତେ ସମୟ ଅଫିସରେ ରହିଲୁ, ଆଜି ପର୍ଯ୍ୟନ୍ତ ଇଏ ଜଣେ ତୋ ଖବର ହିଁ ରଖି ଆସୁଛି। ତାପରେ ଆଦି ଫୋନ୍ ଦେଖେ ଆଉ ମନେ ମନେ କୁହେ, ମୁକ୍ତି ଘରକୁ ଯାଇଛନ୍ତି ନା ନାଇଁ, ମୋତେ ଟିକେ ବୁଝିଦେବାର ଥିଲା, କଲ୍ କରିଦେବି କି? ତାପରେ ଆଦି ଅଟକିଯାଏ। ଆଉ ଏପଟେ ମୁକ୍ତି ସମସ୍ତଙ୍କୁ ଡାକେ ଆଉ କୁହେ, କିଏ ଅଛ? ମୁଁ ଏଠି ରହିଯାଇଛି, ମୋତେ ଏଠୁ ବାହାର କର ପ୍ଲିଜ୍। ହେ ଦେବୀ ମା, ସବୁ ୱାର୍କର୍ସ ଆଉ ଚାଲି ଯାଇନାହାନ୍ତି ତ? ମୁଁ ଏଠୁ କେମିତି ବାହାରିବି? ପୁଣି ଯେ ଡୋର୍ ବାଡ଼େ ଆଉ କୁହେ, କିଏ କେଉଁଠି ଅଛ? ମୋ କଥା ଶୁଣାଯାଉଛି? ପ୍ଲିଜ୍ ଡୋର୍ ଖୋଲ। କେହି ବି ଶୁଣୁନାହାନ୍ତି, ତା'ମାନେ ସମସ୍ତେ କ'ଣ ଏଠୁ ଯାଇସାରିଲେଣି? ହେ ଦେବୀ ମା, ମୋତେ ଟିକେ ସାହାଯ୍ୟ କର, ମୁଁ ଏଠୁ କେମିତି ବାହାରିବି? ସେ ଘମଣ୍ଡି ଆଦିତ୍ୟ ଦାସ, ଏସବୁ ଯାହା ବି ହେଉଛି ସବୁ ଆପଣଙ୍କ ପାଇଁ। ମୁଁ ଏମିତି କି ଭୁଲ କରିଦେଇଥିଲି ଯେ ମୋତେ ସେ ଏଠି ଏମିତି ପନିସମେଣ୍ଟ ଦେଲେ? ସତରେ ତମେ ଗୋଟେ ମଣିଷ ନୁହଁ, ଦାନବ, ଦୁଷ୍ଟ ଦାନବ, କହି ଜୋରରେ କାନ୍ଦିବାକୁ ଲାଗେ। ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।